କଳାଙ୍ଗ ଗ୍ରାମରେ 6 ଦେଶ ମଥୁରା ଗୋପାଳ ସମାଜ ପକ୍ଷରୁ କଳାଙ୍ଗ ପଞ୍ଚାୟତ ଯାତ୍ରା ପଡ଼ିଆରେ ଦ୍ୱିତୀୟ ବାର୍ଷିକ ଲଉଡ଼ି ଖେଳ ପ୍ରତିଯୋଗିତା ଅନୁଷ୍ଠିତ। ଢେଙ୍କାନାଳ ଓଡ଼ପଡ଼ା ବ୍ଲକ କଳାଙ୍ଗ ଗ୍ରାମରେ 6 ଦେଶ ମଥୁରା ଗୋପାଳ ସମାଜ ପକ୍ଷରୁ କଳାଙ୍ଗ ପଞ୍ଚାୟତ ଯାତ୍ରା ପଡ଼ିଆରେ ଦ୍ୱିତୀୟ ବାର୍ଷିକ ଲଉଡ଼ି ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କଳାଙ୍ଗ ଗ୍ରାମରେ 6 ଦେଶ ମଥୁରା ଗୋପାଳ ସମାଜର ଦ୍ୱିତୀୟ ବାର୍ଷିକ ଲଉଡ଼ି ସମ୍ମିଳନୀ ଅନୁଷ୍ଠିତ ହୋଇଅଛି। 6 ଦେଶ ମଥୁରା ଗୋପାଳ ସମାଜ ପକ୍ଷରୁ ଆଜି ପୂର୍ବାହ୍ନ 12ଟା ସମୟରେ ଅତିଥିମାନେ ମଞ୍ଚ ଉଦ୍ଘାଟନ କରିବା ସହ ରାଧାକୃଷ୍ଣଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଓ ପ୍ରଦୀପ ପ୍ରଜ୍ୱଳନ ଅତିଥି ପରିଚୟ ଓ ସମ୍ବର୍ଦ୍ଧନା ପରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଅର୍ଥାତ୍ 18ଟି ସ୍ଥାନରୁ ଲଉଡ଼ି ଖେଳାଳିମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇ ଆଜି ଦିନ ତମାମ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜଜ୍ମାନଙ୍କ ଦ୍ୱାରା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା 3 ଦଳଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ଏବଂ 6 ଦେଶ ମଥୁରା ଗୋପାଳ ସମାଜ ପକ୍ଷରୁ ଏହାକୁ ଆୟୋଜନ କରାଯାଇଥିଲା। ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଲାଗି ରହିବ ବୋଲି ସେମାନେ ପ୍ରକାଶ କରିଛନ୍ତି। हिंदोलरू रंगाधर शंकर रिपोर्ट न्यूज ओडिशा टीवी गोटे एकजुट होइक अछंती ये प्रभु श्री राधाकृष्णकर खेल लीला प्रचार प्रसार करिया निमंते अछंती। आमे जतिकी बाड़ी खेल रे प्रचार प्रसार करिवु आम अपेक्षा आमे सीमित अंचल रे करूछु किंतु आम मीडिया सेल भाई माने आपणक माध्यम रे ये सारा विश्व रे प्रचार परिचित। आम गोपाल भाई जे अमेरिका रे थिवो से मध्य आपणक द्वारा आम ए 6 देश मथुरा गोपाल भाई मानकर एकत्रीकरण एकजुट किभली संगठन करी अदित भाईका करिसेंती से सेठी देखी गोपाल बोली निजको गौरवान्वित करिवो जे मु गोपाल। तेणु आमर राधाकृष्ण प्रचार प्रचार निमंते खेल सृष्टि मत ये मुख्य विचारक पद से डाकी। मोर ना अभिमन्यु बेहरा टूना सार। आज्ञा सार मु आदित्य बेहरा सदस्य मथुरा गोपाल समाज सभापति। आज फंक्शन मुख्य उद्देश्य है आम भितर भातृत्व भाव जागृत करवा एवं आमर जो परंपरा आस्ते आस्ते लोप पाई जाऊँगी ताकू केमिति पुणी पुनरुज्जीवित करा